କଣ ପାଇଁ ନଦୀରେ ଅଳିଆ ଆବର୍ଜନା ପକାଉଛୁ? ତୁ ଜାଣିଛୁ ଚିତାଭସ୍ମ ପର୍ବପର୍ବାଣୀରେ ପୂଜା ପାଠ ହେଉଥିବା ପୂଜା ସାମଗ୍ରୀ ଓ ଶହ ଶହ ପ୍ରତିମୂର୍ତ୍ତିକୁ ବସାଇ ନଦୀକୁ ନର୍ଦ୍ଦମା କରିସାରିଲେଣି। ତୁ ଗୋଟେ ଶିକ୍ଷିତ ଓ ବିବେକବାନ ବ୍ୟକ୍ତି ହୋଇ ତୋଠାରୁ ଏସବୁ କାମ କରିବା ଜମାରୁ ଉଚିତ ନୁହେଁ। ଓହୋ ନାରଣ, ବହୁତ ବଡ ମିଷ୍ଟେକ୍ ହୋଇଗଲା। ନଦୀର ସୁରକ୍ଷା ଭୁଲି ଯାଇଥିଲି। ଓହୋ ଭାଇ, ତମେ ଏତିକି ବୁଝିପାଇଲ, ବହୁତ ବଡ କଥା। ନାରଣ ଭାଇ, ଆଉ ଏକ କଥା ଜାଣିଛ? ହଁ କୁହ। ଭାରତ ବର୍ଷରେ ନଦୀକୁ ମା ବୋଲି କହିଥାନ୍ତି। ଯେପରି ଗଙ୍ଗା, ଯମୁନା, ସରସ୍ୱତୀ, ଆହୁରି ଅନେକ ନଦୀ। ମାର ଅର୍ଥ ସହନଶୀଳତା, କରୁଣା, ଦୟା ଆଉ ଅତ୍ୟାଚାରକୁ ସହି ନେବା। ତେଣୁ ମା ବୋଲି କହିଥାନ୍ତି। ରୁହ ଭାଇ, ମୁଁ ଆଉ ଏକ କଥା କହୁଛି। ନଦୀକୁ ଆବର୍ଜନା ଓ ଶହ ଶହ ମୂର୍ତ୍ତି ଭସାଇବାକୁ ତାଙ୍କୁ ସୁବିଧା ହୋଇଥାଏ, କାରଣ ନଦୀକୁ ସେମାନେ ମା ବୋଲି ଭାବିଥାନ୍ତି ନା, ବିଶାଳ ହୃଦୟ ମା। ସେଥିପାଇଁ ଆବର୍ଜନା ପକାଇବା ତାଙ୍କୁ ସୁବିଧା ହୋଇଥାଏ। ରହିଯାଅ ଭାଇ, ମୁଁ ଆଉ ଏକ କଥା କହୁଛି। ବିଦେଶରେ ନଦୀକୁ ନଦୀ ବୋଲି କହିଥାନ୍ତି। ଯେପରି ଲଣ୍ଡନରେ ଥେମ୍ସ ରିଭର, ୟୁରୋପରେ ତାରା ରିଭର। ସେ ଜଳର ପାଣି ସ୍ୱଚ୍ଛତା ହୋଇଥାଏ, ପିଇବାକୁ ଯୋଗ୍ୟ ହୋଇଥାଏ ଓ ଭବିଷ୍ୟ କଥା ଭାବିଥାନ୍ତି। ଭାଇ ମାନେ, ତୁମେ ଯଦି ନଦୀକୁ ମା ବୋଲି ଭାବି ଦୂଷିତ କରିବ, ନା ନଦୀକୁ ନଦୀ ବୋଲି ଭାବି ସୁରକ୍ଷିତ ରଖିବ, ଏହା ଆପଣଙ୍କ ଭାବୁ ନୁହେଁ। ଜୟ ଜଗନ୍ନାଥ।